ହ୍ୟାଲୋ ଫ୍ରେଣ୍ଡ, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। ଆସନ୍ତୁ ଦେଖିବା ଆମର ଧାନ କଟା। ଆମେ ଏଇଭଳିଆ ଆମର ଧାନଟିକୁ କାଟି ଅମଳ କରିବୁ। ତେଣୁ କଟା ଚାଲିଛି। ତ ବର୍ତ୍ତମାନ ମେଘୁଆ ହେଉଥିବାରୁ ଆମେ ଶୀଘ୍ର ଧାନଟି କାଟିବାକୁ ଚେଷ୍ଟା କରୁଛୁ। ଆପଣମାନେ ଦେଖିପାରୁଛନ୍ତି କେଉଁ ଭଳି ଆମେ ଧାନ କାଟୁଛୁ। ଏଇଭଳିଆ ଆମ କନ୍ଧମାଳରେ ଏମିତି ହାତରେ ହିଁ କଟାଯାଏ, କୌଣସି ମେସିନ୍ ଦ୍ୱାରା ନୁହେଁ। କାହିଁକିନା ଆମର ଏଠି ପାହାଡ଼ିଆ ଅଞ୍ଚଳ, ଛୋଟ ବିଲ ଗୁଡ଼ାକ। ତେଣୁ ଏଠାରେ କୌଣସି କୃତ୍ରିମ ଉପାୟରେ ମେସିନ୍ ସାହାଯ୍ୟରେ କଟାଯାଏ ନାହିଁ। ଏଇଭଳିଆ ହିଁ ହାତ ଦ୍ୱାରା ଆମ ଦାଆରୁ କଟାଯାଏ। ଏଣୁ ଆମେ ଏଇଭଳିଆ କାଟୁଛୁ। ଏ ବର୍ଷ ତ ବହୁତ ଭଲରେ ଫସଲ ହେଇନାହିଁ, ତଥାପି ମଧ୍ୟ ଯାହା ବି ହେଇଛି ଭଗବାନଙ୍କ ଦୟାରେ ଭଲ ହେଇଛି। ଏଣୁ ଆମେ ଧାନଟିକୁ ଶୀଘ୍ର କାଟି ଖଳାକୁ ନେବା ପାଇଁ କାଟିବାର ଚେଷ୍ଟା ଚାଲିଛି। ବର୍ଷା ମଧ୍ୟ ଆସିବା ପାଖାପାଖି ହେଲା ଭଳିଆ ବାଦଲ ଛାଇ ରହୁଛି। ଏଣୁ ଆମେ ଧାନଟିକୁ ଶୀଘ୍ର କାଟି ନେଉଛୁ। ଆପଣମାନେ ଦେଖିପାରୁଛନ୍ତି କେଉଁ ଭଳିଆ ଓଦା ପାଣି ମଧ୍ୟରେ ଠିଆ ହୋଇ ଅଧକଟା କୁହାଯାଇ ଧାନଟିକୁ ଅଧାରେ କଟା ହେଉଛି। ଏଣୁ ଆପଣମାନେ ମଧ୍ୟ ବିଲକୁ କେବେ ଯିବେ ତ ଦେଖିବେ କିଭଳିଆ ଧାନ କଟା ହେଉଛି। ତ ଫ୍ରେଣ୍ଡସ୍, ଧନ୍ୟବାଦ ସମସ୍ତଙ୍କୁ। ଶୁଭ ସକାଳ। ଜୟ ଜଗନ୍ନାଥ। ବନ୍ଦେ ମାତରମ୍। ଭାରତ ମାତା କି ଜୟ। ତ ଆପଣମାନଙ୍କୁ ଯଦି ଭଲ ଲାଗେ ତ ଆପଣମାନେ ଆମର ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ ବି କରିଦିଅନ୍ତୁ। ଆପଣମାନଙ୍କୁ ଦେଖୁଥିବାରୁ ଆପଣମାନଙ୍କୁ